ଆଜି ଘରକୁ ଆସିଥିଲା ସକାଳେ ସକାଳେ ପୁରା ସୁନ୍ଦର ପୁରା ଫ୍ରେଶ୍ ଖାସିର ମାଂସ ବା ମଟନ୍, ଆପଣ ଯାହା ବି କହିପାରିବେ। କିନ୍ତୁ ଆଜି ଖାସି ମାଂସ ଏତେ ସୁନ୍ଦର ଫ୍ରେଶ୍ ଥିଲା ତ ଦେଖିଲା ବେଳକୁ ବି ମନ ପୁରି ଯାଉଥିଲା। ଆଉ ଆଜି ଚାଲନ୍ତୁ ଗୋଟେ ଖାସି ମାଂସରେ ମୁଁ କେମିତି ରୋଷେଇ କରେ ମୋ ଶୈଳୀରେ ଆଜି ମୁଁ ଆପଣଙ୍କ ସହିତ ସେୟାର କରିବି। ଆଉ ଆପଣ କେମିତି ମାନେ ଖାସି ମାଂସରେ ମାନେ କେମିତି କ'ଣ ରୋଷେଇ କରନ୍ତି କମେଣ୍ଟରେ ମୋତେ ନିହାତି ଜଣାଇବେ। ଏବେ ଦେଖନ୍ତୁ ମୁଁ ପୁରା ପ୍ରିୟର ଏଇଠି 700 ଗ୍ରାମର ଖାସି ମାଂସ ନେଇଯାଇଛି। ପୁରା ଏଇଟା ନଗଦ କଟା ହେଇକି ଏବେ ସାଙ୍ଗେ ସାଙ୍ଗେ ହିଁ ଆସିଲା। ଆଉ ଏବେ ଚାଲନ୍ତୁ ଆକୁ ପୁରା ବଢ଼ିଆ ସେ ପାଣି ଦେଇକି 2ରୁ 3 ଥର ଖଣ୍ଡେ ଏମିତି କ୍ଲିନ୍ କରି ନେବା। ଭଲସେ କ୍ଲିନ୍ କରିବେ, ଯାହାଦ୍ୱାରା କି ମାନେ ଯେତିକ ମାନେ ଥିବ ଏକ୍ସଟ୍ରା ତା ଦେହରେ ପାଣି ସବୁ ଆମେ ବଢ଼ିଆ ସେ ଚିପୁଡ଼ି ନେବା ଯେଉଁଟା କହିବେ। ତା ଦେହରେ ଏବେ ମୁଁ ଦେଇଦେଲି ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଆଉ ଏବେ ମୁଁ 2 ଚାମଚ ସୋରିଷ ତେଲ ଦେଇକି ଆକୁ ମ୍ୟାରିନେଟ୍ କରିଥିଲି। ସୋରିଷ ତେଲ ବୋଧେ ମୋର ଭିଡ଼ିଓଟା କଟିଯାଇଛି। ଆଉ ଆ ଦେହରେ ସୋରିଷ ତେଲ 2 ଚାମଚ ଦେଇ ମ୍ୟାରିନେଟ୍ କରି ରଖିଦେବେ। ଆଉ ଏପଟେ ଗୋଟେ କଢ଼େଇ ବସାଇଦେବେ। କଢ଼େଇରେ 2 ବଡ଼ ଚାମଚ ସୋରିଷ ତେଲ ଦେଇଦେବେ। ବଡ଼ ଚାମଚ ସୋରିଷ ତେଲ ଦେଇ ତାକୁ ପୁରା ଧୂଆଁ ବାହାରିଆ ଯାଇ ଗରମ କରିବେ। ସେଇଟା ଗରମ ହେଇଗଲା ପରେ ପୁରା ପ୍ରିୟର ଦେଶୀ ଘିଅ, ଯେଉଁଟାକି ଆମର ଗାଈ ଘିଅ, ସେଇଟା 1 ଚାମଚ ପୁରା ମୁଁ ବଡ଼ ଚାମଚ ଏଇଠି ଦେଇଛି। ତାକୁ ତେଲ ସହିତ ପୁରା ବଢ଼ିଆ ସେ ମିକ୍ସ କରି ନେବା। ତେଲ ଆଉ ଘିଅ ପୁରା ବହୁତ ବଢ଼ିଆ ସେ ଗରମ ହେଇଗଲା ପରେ ଆମେ କ'ଣ କରିବା, ଯେଉଁ ମ୍ୟାରିନେଟ୍ କରିକି ରଖିଥିବା ଯେଉଁ ଖାସିର ମାଂସଟାକୁ ସୁନ୍ଦର ଭାବରେ ସେଇଟା ଦେଖନ୍ତୁ ପୁରା ସଫ୍ଟ ହେଇଯାଇଥିବ, ତା ଦେହରୁ ଏକ୍ସଟ୍ରା ପାଣି ଗୁଡ଼ା ବି ବାହାରି ଯାଇଥିବ। ତାକୁ ଆମେ ସେଇଥିରେ ଦେଇଦେବା। ଯେଉଁ ଘିଅ ଆଉ ସୋରିଷ ତେଲଟା ଆମେ ଗରମ କରି ରଖିଥିବା ନା, ସେଇଥିରେ ଆମେ ଦେଇଦେବା ସେ ଖାସିର ମାଂସ ଦେଇକି ତାକୁ ଭଲସେ ଏମିତି ଚଲେଇବେ। ଆମେ ଭାଜିକି ଖାସି ମାଂସକୁ ଆମେ ରୋଷେଇ କରୁ ମୁଁ ତ ସେଇଭଳିଆ ଆପଣ ଦେଖନ୍ତୁ କେମିତି ରୋଷେଇ ହେଉଛି। ଏଟାକୁ ଆମେ ଏମିତି ବସେଇଦେବା ଭାଜି ହେବା ପାଇଁ। ଏମିତି ତାକୁ ଚଲେଇ ଦେଉଥିବେ, କିନ୍ତୁ ନହେଲେ ଲାଗିଯାଇପାରେ। ଲାଗିବନି ଯେହେତୁ ସିମ୍ କରିକି ବସେଇବେ ସବୁବେଳେ। ଟିକେ ମିଡ଼ିୟମରୁ ଲୋ ପୁରା ସବୁବେଳ ପାଇଁ ଗ୍ୟାସ୍ ରଖିବେ। ଆଉ ଏମିତି ତାକୁ ପୁରା ବଢ଼ିଆ ସେ ତେଲରେ ଭାଜି ନେବେ। ଭାଜିକି ଏପଟେ ଆମେ ଚାଲନ୍ତୁ ଏବେ ମସଲା ପାଇଁ ସବୁ ରେଡ଼ି କରିଦେବା। ଏଇଠି ମୁଁ 3ଟା ବଡ଼ ମିଡ଼ିୟମ୍ ସାଇଜ୍ର ପିଆଜ ନେଇଛି, 3ରୁ 4ଟା। ଆଉ ଏଇଠି ଆଳୁ 3-4ଟା। ଏଇଠି ଅଦା ରସୁଣ 1 ପିଞ୍ଚ ଅଦା ଆଉ 2ଟା ରସୁଣ। ଏପଟେ ଆମେ ଆଉ ଗୋଟେ କଢ଼େଇ ବସାଇଦେବା। ସେଇଥିରେ କିଛି ମଷ୍ଟର୍ଡ ଅଏଲ୍ 2 ଚାମଚ ନେବା। ଆଉ ଯେହେତୁ ସେଥିରେ ଆମେ ଖାସି ମାଂସରେ ଦେଇଛେ ନା ଘିଅ ଆଉ ତେଲ, ସେଇଟାକୁ ବି ତା ଦେହରେ ଏବେ ମିକ୍ସ କରିବା। ତ ଅଳ୍ପ ଦେବେ ତେଲ। ତା ଦେହରେ 2ଟା ତେଜପତ୍ର ଦେଇକି ଯେଉଁ କାଟିକି ରଖିଥିବା ପିଆଜ ସେଇଟା ସବୁ ଦେଇଦେବା ସେଇ ତେଲରେ। ସେ ପିଆଜକୁ ଯେପର୍ଯ୍ୟନ୍ତ ପିଆଜ ଆମର ଗୋଲ୍ଡେନ୍ ବ୍ରାଉନ୍ ନ ହେଇଯାଇଛି, ପିଆଜ ପୁରା ମଉଳି ନଯାଇଛି, ସେ ପର୍ଯ୍ୟନ୍ତ ଆମେ ଏମିତି ତାକୁ ଚଲେଇ ଭାଜିବା। ପିଆଜର କଲର୍ ବି ଚେଞ୍ଜ ହେଇଯିବ, ଆଉ ପିଆଜରୁ ତେଲ ବି ବାହାରିଯିବ, ଆଉ ପିଆଜ ବି ମଉଳିକି ପୁରା ବହୁତ କମ୍ ହେଇଯିବ। ଯେତିକି କ୍ୱାଣ୍ଟିଟି ଏବେ ଦେଖାଯାଉଛି ସେଇଟା ମଉଳି ଗଲା ପରେ ବହୁତ କମ୍ କ୍ୱାଣ୍ଟିଟିର ହେଇଯିବ। ଦେଖନ୍ତୁ ଏବେ ମୋର ପିଆଜ ବହୁତ ସୁନ୍ଦର ମଉଳି ଗଲା ଆଉ ଗୋଲ୍ଡେନ୍ ବ୍ରାଉନ୍ ବି ହେଇଗଲା। ମୁଁ ଏବେ ସେଇଥିରେ ଦେଇଦେଲି ଅଦା ରସୁଣର 2 ବଡ଼ ଚାମଚ ପେଷ୍ଟ ଦେଇଦେଲି। 2 ବଡ଼ ଚାମଚ ଦେଇକି ତାକୁ ଆମେ ଭଲ ଭାବରେ କ'ଣ କରିବା, ଏପଟ ସେପଟ କରିକି ପୁରା ମିକ୍ସ କରି ଚାଲିବା। ଜମା ବି ଛାଡ଼ିବେନି, ନହେଲେ ଲାଗିଯିବ ମସଲା। ତ ତାକୁ ଆମେ କ'ଣ କରିବା ନା ଏପଟ ସେପଟ କରିକି ବହୁତ ଭଲ ଭାବରେ ମିକ୍ସ କରିବା, ଯେପର୍ଯ୍ୟନ୍ତ ଆମର ତେଲଟା ଅଦା ରସୁଣରୁ ସବୁ ମାନେ ଛାଡ଼ି ନଯାଇଛି, ମସଲାରୁ ତେଲ ଅଲଗା ନ ହୋଇଯାଇଛି। ଆମେ ଯେହେତୁ ଖାସି ମାଂସରେ ଅଳ୍ପ ଟିକେ ଲୁଣ ଦେଇଥିଲେ ସ୍ୱାଦ ଅନୁସାରେ, ଏବେ ଆମେ ମସଲାରେ ବି ଅଳ୍ପ ଟିକେ ଲୁଣ ଦେଇଦେବା, ଯାହାଦ୍ୱାରା କି ମସଲା ବହୁତ ଭଲ ଭାବରେ ସିଝି ବି ଯିବ ଆଉ ବହୁତ ଜଲ୍ଦି ସିଝିଯିବ। ଦେଖନ୍ତୁ ମୁଁ ଏବେ ଦେଇଦେଲି ହଳଦୀ ଗୁଣ୍ଡ। ଅଳ୍ପ ଦେବା ହଳଦୀ ଗୁଣ୍ଡ, କାହିଁକିନା ଆମେ ଖାସି ମାଂସରେ ଅଲରେଡ଼ି ହଳଦୀ ଗୁଣ୍ଡ ଦେଇକି ଆମେ ସିଝିବା ପାଇଁ ବସେଇଛେ ବା ଭାଜିବା ପାଇଁ ବସେଇଛେ। ଏଥିରେ ହଳଦୀ ଗୁଣ୍ଡ ବି ଦେଇଦେବା। ଏଇଠି ଦେଲି ଧନିଆ ପାଉଡ଼ର ଟିକେ ହେଇଗଲା ପରେ ଭଲସେ ସେଥିରେ ଆମେ ଟିକେ ଜିରା ପାଉଡ଼ର ଦେଇଦେବା। ଜିରା ପାଉଡ଼ର ଦେଇ ଏମିତି ମସଲାକୁ ବହୁତ ବଢ଼ିଆ ସେ ଚଲେଇବା। ଟିକେ ବି ପାଣି ଦେବେନି। ଯଦି ମସଲା ଲାଗିବ ଗରମ ପାଣି ଦେବେ। ମସଲା ଯଦି ବି ଆପଣଙ୍କର କଡ଼େଇରେ ଲାଗୁଥିବ ତାହେଲେ ଗରମ ପାଣି ଟିକେ ମଝିରେ ଦେଇକି ତାକୁ ଆପଣ ଏମିତି ଏପଟ ସେପଟ କରି ଖେଳେଇବେ। ଦେଖନ୍ତୁ ମୁଁ ଏପର୍ଯ୍ୟନ୍ତ ତ ଟିକେ ବି ପାଣି ଦେଇନି। ମୋ ମସଲା ପୁରା ଲାଗିବାର ଟିକେ ବି ଚାନ୍ସ ନାହିଁ, କାହିଁକିନା ମୁଁ ତାକୁ ଚଲେଇକି ଗୋଳଉଛି। ଦେଖନ୍ତୁ ମୋର ମସଲା ହେଇଗଲା ଯେମିତି, ମୁଁ ତା ଦେହରେ ଦେଇଦେଲି ଆମର କାଶ୍ମୀରୀ ରେଡ଼୍ ଚିଲି ପାଉଡ଼ର। ଏପଟେ ବି ମୋର ମାଂସ ବି ବହୁତ ବଢ଼ିଆ ସେ ଦେଖନ୍ତୁ ଏପଟେ ସିଝିକିରି ତା ଦେହରେ ମୁଁ ଆଳୁ ଦେଇଥିଲି ମଝିରେ ଭାଜିବା ପାଇଁ।
देखंतु केते सुंदर हे गलानी एपटे मांस पूरा सिझिकी एकदम पूरा क्लीन हेकी हे गलानी पूरा मांसटा आलूटा मांसटा एमती सिझे देले ना ताको भी आम मसला सहित जो देकी कषा ना देखो मसला देदेली एबे कषा कषिला से जो मैंने मांसटा भाजी होगी रही से पूरा फुलिब धीरे 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 फुलिब ता टेस्टा बहुत अलग थाए जेहेतु यहाँ घीरे आ तेल मिसिकी भजा हो गला ना ता टेस्टा बहुत ही अलग थाए नॉर्मली मटन ठार ना एमती मटन रो टेस्ट बहुत अलग थाए ताको देखो ये जो भजा ये देदेकी आम मसला सहित मिसईकी कषा मिनिमम 15-20 मिनिट हो कि अध घंटा हो ताको घोड़े घोड़े आप चाहिए कषि पारे एमती खोलिकी भी कषि पारे कहीं मटनटा बहुत भल से सिझिकी माने भाजी हो जाइए आमर खाऊ ताको कषिबार किसी आवश्यक नहीं खाली मसला तेल सब माने ताठी माने ऑब्जर्व करने ताको आम एपट सेपट करके टिके कषि ना आ मोर देखो बढ़िया से हो गला मुझे गरम पानी देदेली मोर ग्रेवी अनुसार आपन को जी ग्रेवी दरकार बा झोल दरकार आपड़ से हिसाब से आपण माने गरम पानी देवे ना बहुत देखो मांसटा केते सुंदर फुलीगला मांसटा भजा है बेले केमी देखा जाउथला तरकारी है केमी देखा जाउची तो थरे यही भाया प्रोसेस रे निहाती ट्राए करंतु और टेस्ट केमिति लागिला मते निहाती जनातु देखो आमर प्रियोर देसी खासी मांसर झोल नुआ उपाय रे पूरा बनीगला एबे आमे ताको कौन करबा ना टिके करिएंडर फ्रेश करिएंडर लीफ ताको टिके धनिया पत्र देकी एमती गार्निशिंग करी पुणी टिके गोळेई दबा गोळेकी ताको एबे सर्व करबा आमर भात हो रुटी हो पिठा हो परोटा हो नान हो आपण जे कोनोसी थिरे खाई परिबे काहे ना देखो मो ग्रेवी को बळा रखिछि आ जोटा कि भात रुटी परोटा सबु थे भी आपण खाई परिबे आ तरकारी भी मोर केते सुंदर और टेम्पटिंग जेतिकी से देखा जाउची डिलीशियस खाइया को भी बहुत ही टेस्टी थिला आ बहुत ही डिलीशियस थिला थरे निहाती मोरी उपाय रे निहाती ट्राए करंतु आ खाई के निहाती मते कमेंट रे जणातु रहिली नमस्कार जय जगन्नाथ।